ଦୁଃଖ ସହିତ ବନ୍ଧ ବାନ୍ଧି ଲୁହକୁ ଆପଣେଇଥିବା ମଣିଷର ଜୀବନ ଶେଷ ଯାଏଁ ଦୁଃଖ ସରେନି। ଆଖି ଲୁହ ଶୁଖିଯାଏ, କିନ୍ତୁ କଷ୍ଟର ଅନ୍ତ ଆସେନି। ଦିନର ସୂରୁଜ, ରାତିର ଜହ୍ନ କେବଳ ଏମାନଙ୍କର ମୂକ ସାକ୍ଷୀ। ଆମେ ଏକଥା କହିବା ପଛରେ ତାତ୍ପର୍ଯ୍ୟ କ'ଣ ଆସନ୍ତୁ ଜାଣିବା। ଦୁଇଜଣ ମହିଳା ରାଜଧାନୀର ଏ ଗଳି ସେ ଗଳି ବୁଲି ବୁଲି ଖୋଜି ଚାଲିଥିଲେ ବରିଷ୍ଠ ଅଭିନେତା ଉତ୍ତମଙ୍କ ଏକାଦଶ କେଉଁ ସ୍ଥାନରେ ପାଳନ ହେଉଛି। ସେମାନଙ୍କୁ ଦେଖି ଆମେ ଭାବିଥିଲୁ ବୋଧହୁଏ ଏମାନେ ଅଭିନେତା ଉତ୍ତମ ମହାନ୍ତିଙ୍କର ଫ୍ୟାନ୍ ହୋଇଥିବେ। ହେଲେ ନା, ସେମାନେ ଫ୍ୟାନ୍ ଥିଲେ ନା ଉତ୍ତମ ମହାନ୍ତିଙ୍କ ଏକାଦଶକୁ ଆସିଥିଲେ। ସେମାନେ ଦୁଃଖର ପାହାଡ଼ ମୁଣ୍ଡେଇ ସୁଦୂର ଭଦ୍ରକ ଜିଲ୍ଲାରୁ ଦୌଡ଼ି ଆସିଥିଲେ ଭୁବନେଶ୍ୱର। କ'ଣ ପାଇଁ ଏତେ ବାଟ ଆସିଥିଲେ ସେ କଥା ଶୁଣିଲେ ଆପଣଙ୍କ ମନ କଷ୍ଟ ହେବ, କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ମଣିଷ ମଧ୍ୟ ଏହି ସମାଜରେ ଅଛନ୍ତି। ଏମାନେ ଏଠାରେ ପହଞ୍ଚିବା ପାଇଁ କେତେ କଷ୍ଟ କରିଛନ୍ତି। ଅଟୋ ଚାଳକ, ଟ୍ୟାକ୍ସି ଚାଳକ ଠାରୁ ଆରମ୍ଭ କରି ଦୋକାନୀ କୁହନ୍ତୁ କି ସାଧାରଣ ମଣିଷ ଯାଏ ସମସ୍ତଙ୍କୁ ପଚାରି ପଚାରି ପହଞ୍ଚିଥିଲେ ଏହି ସ୍ଥାନରେ। ତେବେ ସେ ଦୁଇ ମହିଳା ଯେତେବେଳେ ଉତ୍ତମ ମହାନ୍ତିଙ୍କ ଏକାଦଶରେ ପହଞ୍ଚିଥିଲେ ଜଗନ୍ନାଥ ବିହାର ଅଞ୍ଚଳରେ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ କି ତେବେ এই ଦୁଇ ମହିଳା କାହିଁକି ଆସିଛନ୍ତି ଭଦ୍ରକରୁ ରାଜଧାନୀ। ସେଇଠି ପହଞ୍ଚିଲା ପରେ ଜଣେ ମହିଳା ପ୍ରଥମେ ସିକ୍ୟୁରିଟି ଗାର୍ଡଙ୍କ ସହିତ କଥା ହେଉଥାନ୍ତି। କିଛି ସମୟ ତ ସେମାନଙ୍କ କଥା ଶୁଣି ଆମକୁ ବିଶ୍ୱାସ ହେଲାନି କି ଏମାନେ ଦୁଇ ମହିଳା ଏଇଥିପାଇଁ ଆସିଥିବେ ବୋଲି। କାହାକୁ ଖୋଜୁଥିଲେ, କ'ଣ ଖୋଜୁଥିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସେ କୌଣସି ରାଜନେତା କି ସମାଜ ସେବକଙ୍କୁ ଖୋଜୁ ନଥିଲେ। ସେମାନେ ପଚାରି ବୁଝୁଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏହି ଦଶାହ କାର୍ଯ୍ୟକୁ ଆସିବେ କି ନାହିଁ। ରାଣୀ ଆସିଲେ ତାଙ୍କ ସହିତ ଦେଖା ହୋଇ ସାହାଯ୍ୟ ମାଗିବେ। ଜଣେ ମହିଳା ନିଜ ଝିଅର ଚିକିତ୍ସା ପାଇଁ, ଅନ୍ୟ ଜଣେ ମହିଳା ସ୍ୱାମୀର ଚିକିତ୍ସା ପାଇଁ। ଦୀର୍ଘ ବର୍ଷ ହେଲା ନିଜ ଝିଅର ଦେହ ହାଡ଼ ସବୁ ଆପେ ଆପେ ଭାଙ୍ଗି ଯାଉଛି। ତାକୁ ଭଲ କରିବା ପାଇଁ 2 ବର୍ଷ ହେବ ରାଣୀ ପଣ୍ଡା ଫୋନ୍ ନମ୍ବର ଟିକେ ପାଇବା ପାଇଁ ଖୋଜି ବୋଲୁଛନ୍ତି ଏ ମହିଳା। ଆଉ କାହାଠାରୁ ପାଇଲେ ନାହିଁ ରାଣୀ ପଣ୍ଡାଙ୍କ ନମ୍ବର। ଶେଷରେ ଆସିଥିଲେ ଉତ୍ତମ ମହାନ୍ତିଙ୍କ ଏକାଦଶରେ। କାଳେ ରାଣୀ ପଣ୍ଡା ଆସିଲେ ଦେଖା ହେବେ, କିନ୍ତୁ ଦେଖା ହେଲା ନାହିଁ କି ନମ୍ବର ବି ମିଳିଲା ନାହିଁ। ଏ କଥାରେ ଭାଙ୍ଗି ପଡ଼ିଥିଲେ ଦୁଇ ମହିଳା। ଶେଷରେ ନିରାଶ ହୋଇ ନିଜ ଗାଁକୁ ଫେରିଗଲେ। ଯାହାଠାରୁ ଆଣିଲେ ରାଣୀ ପଣ୍ଡା ନମ୍ବର, ସେଇ ଗୋଟିଏ ନମ୍ବର। ଆଉ ସେ ନମ୍ବରରେ ଯେତେ କଲ୍ କଲେ ଭୁଲ ନମ୍ବର ବୋଲି କହିଥିଲା। ସେପଟେ କୁନି ଝିଅଟି ତା କୁନି ଓଠରେ କହୁଥାଏ, ରାନୀ ଦିଦି ମୋତେ ସାହାଯ୍ୟ କର, ମୋ ଗୋଡ଼ ଭଲ ହୋଇଗଲେ ମୁଁ ପାଠ ପଢ଼ି ଡାକ୍ତର ହେବି। ଓଡ଼ିଶାବାସୀ, ମୋ ନାଁ ଜ୍ୟୋତ୍ସ୍ନା ରାଣୀ ପଣ୍ଡା, ଇଟୁଆ ଚାରିଙ୍ଗା ପଞ୍ଚାୟତ। ମୋର 27 ଥର ଗୋଡ଼ ଭାଙ୍ଗି ଯାଇଛି, ଆଉ 8 ଥର ଅପରେସନ୍ ବି ହେଇସାରିଛି। ଆଉ ଥରେ ଗୋଡ଼ ଭାଙ୍ଗି ଯାଇଛି। ମୁଁ ଡାକ୍ତରଙ୍କ କତିକି ଯାଇଥିଲି, ଡାକ୍ତର କହିଲେ ପ୍ଲେଟ୍ ଛୋଟ ହୋଇଯାଇଛି, ଅପରେସନ୍ ହେବ। ସମସ୍ତେ ଆପଣ କେତେ ସାହାଯ୍ୟ କରିଛନ୍ତି, ଆଉ କିଛି ସାହାଯ୍ୟ କରନ୍ତୁ। ରାନୀ ଦିଦି ଆପଣ ବି ସାହାଯ୍ୟ କରନ୍ତୁ, ମୁଁ ଭଲ ହେଇକି ପାଠ ପଢ଼ି ଡାକ୍ତର ଚାକିରି କରେ। ମୋ ଝିଅ ଗୋଟେ 12 ବର୍ଷ ହେଇଗଲା, ହାଡ଼ ଗୋଡ଼ ସବୁ ଭାଙ୍ଗି ଯାଉଛି। ବହୁତ ଟଙ୍କା ବି ଖର୍ଚ୍ଚ କରିଲୁଣୁ। ଓଡ଼ିଶାବାସୀ ବି ବହୁତ ମୋ ପିଲାକୁ ସାହାଯ୍ୟ କଲେଣି। ବର୍ତ୍ତମାନ ଗୋଟେ ଗୋଡ଼ ଫେର ଭାଙ୍ଗି ଯାଇଛି, ଅପରେସନ୍ କରିବା ପାଇଁ ଡକ୍ଟର ବି କହୁଛନ୍ତି ଟଙ୍କା ଦରକାର। କାର୍ଡ଼ରେ ବି କରିବେନି, ମନା କଲେ। ବହୁତ ଆଡ଼େ ଖୋଜି ଖୋଜି ରାନୀ ପଣ୍ଡା ନମ୍ବର ବହୁତ ଆଡ଼େ ବୁଲିଲୁଣୁ, ବହୁତ ଲୋକଙ୍କୁ ମାଗିଲୁଣୁ, କେହି ରାନୀ ପଣ୍ଡାଙ୍କ ନମ୍ବରଟା ଦେଉନାହାନ୍ତି। କାଲି ଯେତେବେଳେ ଶୁଣିନୁ ଆଜି ଉତ୍ତମ ସାର୍ଙ୍କର ଆଜି ଏକାଦଶ ବୋଲି, ସେଇଠୁ ଭାବି ଆସିଥିଲୁ ରାନୀ ପଣ୍ଡା ନମ୍ବର ଖୋଜିକି ନେବା ପାଇଁ। କିଛି ମୋ ଛୁଆଟାକୁ ସହାୟତା କରିବା ପାଇଁ, ସେଇଥିପାଇଁ ମେଡ଼ିକାଲ ଖର୍ଚ୍ଚ ଯଦି କିଛି ସହାୟତା କରନ୍ତା ମୋ ଛୁଆଟି ଭଲ ହୁଅନ୍ତା, ସେଇଥିପାଇଁ ତାଙ୍କୁ ଖୋଜୁ। ହଁ, ଓଡ଼ିଶାବାସୀ ବି ବହୁତ କଲେଣି, କରୁନାହାନ୍ତି କାହିଁକି, ବହୁତ ବି କରୁଛନ୍ତି। ଆଉ କିଛି ଯଦି ସାହାଯ୍ୟ କରିଦିଅନ୍ତେ ମୋ ଛୁଆଟା ଭଲ ହୁଅନ୍ତା, ପାଠ ପଢ଼ନ୍ତା। ଆଶା ରଖିଛି ମୁଁ ପାଠ ପଢ଼ିକି ଡକ୍ଟର ଚାକିରି କରିବି। ବର୍ତ୍ତମାନ ତା ଆଶା ରହିଯାଉଛି। ଆମେ ତ ଗରିବ ଲୋକ, ପଇସା ପତ୍ର ମୋ ଛୁଆକୁ ଭଲ କରିପାରୁନି। ବି ଫୋନ୍ କରିଥିଲୁ ରାଣୀ ପଣ୍ଡାଙ୍କ ପାଖକୁ, ଗୋଟେ ନମ୍ବର ଆଣି ତାଙ୍କର କିଏ ଜଣେ କହିଲା ତାଙ୍କ ସହିତ କଥା କରେଇଦମୁନୁ, କହି କରେଇ ବି ଦେଲେନି ଆମକୁ। ମୋ ଝିଅ ବି ବହୁତ ଚେଷ୍ଟା କରିଛି ତାଙ୍କ ସାଙ୍ଗରେ କଥା ହେଇକି କିଛି ସହଯୋଗ କରିବା ପାଇଁ। ମୋ ଝିଅ ବି ଢେର ଭାବିଛି। ଆଉ ଘରକୁ ପଳେଇବୁ, ଆଉ କ'ଣ କରିବୁ, ଆଉ ମିଳିଲାନି, ଆଶା ଭରସା ରହିଯାଉଛି। ଆଉ ଆମେ ରାନୀ ପଣ୍ଡାକୁ ଖୋଜି ଖୋଜିକି ଆସିକି ଉତ୍ତମ ମହାନ୍ତି ସାରଙ୍କ ଘରେ ପହଞ୍ଚିଲୁ। ତାଙ୍କ ପାଖରୁ କିଛି ସହାୟତା ପାଇନୁ। ତାଙ୍କ ମୋବାଇଲ ନମ୍ବର ନେଇକି ତାଙ୍କୁ ଫୋନ୍ କରିକି
ମୋ ଦୁଃଖ ଟିକେ ଜଣେଇନି ଯେ ମତେ କିଛି ସାହାଯ୍ୟ କରିବେ, ଟିକେ ପଇସା ପତ୍ର ସାହାଯ୍ୟ କଲେ ମୋ ସ୍ୱାମୀକି ଟିକେ ଭଲ କରିବି ବୋଲି। ଟ୍ରିଟମେଣ୍ଟ କରାହେଉଥିଲା ଭୁବନେଶ୍ୱର ଆପୋଲୋରେ ଦେଖାଉଥିଲି। ମେଡିସିନ ଖାଇକି ଠିକ ଥିଲେ, ତାପରେ ଦିନକୁ ଦିନ ଖରାପ ହେଇକି ଏବେ ଡାଇଲିସିସ୍ ହଉଛନ୍ତି। କାର୍ଡର କୌଣସି କାମ ହଉନି। ଯାହା ମେଡିସିନ ପଇସା ଦେଇ ଜମି ବାଡି ସବୁ ବିକ୍ରି କରିସାରିଲେଣି, ପଇସା ପତ୍ର ଆଉ ପାଉନି। ମତେ କେହି ବି ଏମିତି କୋଉଠି ବି ମୁଁ ଆଜି କାଲି ପତି ଭିକ ମାଗିଲା ବେଳକୁ ମାଗୁଛି, ମତେ ଯଦି ଓଡ଼ିଶାବାସୀ କେହି ସାହାଯ୍ୟ କରିବେ ମୋ ଜୀବନ ମୁଁ ଟିକେ ଖୁସି ହେମି। ଘରେ ଖାଇତେ ନାହିଁ, 12 ବର୍ଷର ଛୁଆଟା ଘରେ ଅଛି। ଏତିକି ମୋର ଦୁଃଖ। ଯଦି ରାନୀପଣ୍ଡା ମତେ କିଛି ସାହାଯ୍ୟ କରନ୍ତି ତାହେଲେ ଜାଣିବି ଯେ ଏଇଠି ଶୁଣିଲୁ ଯେ ଆଜି ଉତ୍ତମ ସାରଙ୍କ 11 ଦିନ, ସେଇଥିପାଇଁ ଆସିଥିଲି। ଏଇଠିକି ଆସିଥିବେ ବୋଲି ମୋବାଇଲ ଟିଭିରେ ଦେଖିଥିଲି, ଏଇଥିପାଇଁ ଆସିଥିଲି। ସାହାଯ୍ୟ କରନ୍ତି ଶୁଣିଥିଲି ଯେ ସେ ସାହାଯ୍ୟ କରନ୍ତି ବୋଲି, ସେଇ ଆଶା ନେଇକି ଆସିଥିଲି। ତାଙ୍କ ନମ୍ବର ନେଲେ କିଛି ସାହାଯ୍ୟ ଯଦି କରିବେ, ମୁଁ ମୋ ସ୍ୱାମୀକୁ ନେଇ ମେଡିକାଲରେ ଦେଖେଇବି। ଆଜି ଯାଏ ଏମାନେ ମନରେ ଆଶା ବାନ୍ଧିକି ଅଛନ୍ତି କି କାଳେ 2 ବର୍ଷ ପରେ ବି ଯଦି କୋଉଠି ଦେଖା ହେବ ରାନୀ ପଣ୍ଡାଙ୍କ ସହିତ, ଆଉ ଏମାନଙ୍କ ପୀଡ଼ିତା ଝିଅ, ପୀଡ଼ିତ ସ୍ୱାମୀ ରାନୀ ସାହାଯ୍ୟରେ ଟିକେ ଚିକିତ୍ସା ହୋଇପାରିବେ, ସେହି ଆଶାରେ ଚାତକ ମେଘକୁ ଚାହିଁ ରହିଲା ପରି ଅପେକ୍ଷାରେ ରହିଛନ୍ତି 2 ଅସହାୟ ପରିବାର। ଏମାନଙ୍କ ଦୁଃଖ ଦେଖିବା ପରେ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି 2 ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।